ସେଇ ବାଟ ଦେଇ କାଳୁ ତା ଘରକୁ ଯାଉଥିଲା। କାଳୁକୁ ଦେଖି ଗୁଡିଆଣୀ ବସାରେ ଫସିଥିବା ପରୀଟି କହିଲା, କାଉ ଭାଇ, ମତେ ଜାଲରୁ ବାହାର କର। ମତେ ଗୁଡିଆଣୀ ଜାଲରୁ ବାହାର କଲେ ତମେ ମତେ ଯାହା ବି ମାଗିବ ମୁଁ ତମକୁ ସବୁ କିଛି ଦେବି। କଣ? ତୁ ତ ଏଡ଼ିକିଟିଏ ହେଇଛୁ, ତୁ ମତେ କଣ ଦବୁ? ତୁ ତ ନିଜେ ଗୁଡିଆଣୀ ଜାଲରୁ ବାହାରି ପାରୁନୁ। ଯା, ମୁଁ ତତେ କିଛି ବି ସାହାଯ୍ୟ କରିବିନି। ଉଠ ମୋ ଆଗରୁ, ମତେ ଘରକୁ ଯିବାରେ ଡେରି ହଉଛି। ଏମିତି କହି କାଳୁ ସେଠୁ ଉଡ଼ିକି ଚାଲିଗଲା। ବାପା, ତମେ ଆଜି କାମ ସାରି ଆସିଲା ବେଳକୁ ମୋ ପାଇଁ ବାଇଗଣ ଆଣିବ। ମୋ ସାଙ୍ଗ ଶୁଆ କହୁଥିଲା ବାଇଗଣ ଖାଇବାକୁ ବହୁତ ସୁଆଦିଆ, ହେଲେ ମୁଁ କେବେ ବି ଖାଇନି। ହଁ ପୁଅ, ତୁ ଚିନ୍ତା କରନା, ମୁଁ ଆଜି ଆସିଲା ବେଳେ ତୋ ପାଇଁ ବାଇଗଣ ନେଇ ଆସିବି। ଏମିତି କହି ରାଜୁ ସେଠୁ ଚାଲିଗଲା। ସେ ଜଙ୍ଗଲକୁ ଗଲା, ଆଉ ଗୋଟେ ଗଛ କାଟିଲା। ସେ ଗଛରୁ ଯୋଉ କାଠ ବାହାରିଲା ତାକୁ ନେଇ ସେ ଜଙ୍ଗଲର ବଜାରକୁ ବିକିବାକୁ ଗଲା। ସେ ଯାଉଥିବା ସମୟରେ ତାର ପୁଅ କଥା ତାର ମନେ ପଡ଼ିଲା। ସେଥିପାଇଁ ସେ ଗୋଟେ ଜାଗାରେ ରହିଗଲା। ଯାହା ହଉ, ମୋର ମନେ ପଡ଼ିଗଲା, ନହେଲେ ମୋ ପୁଅ ଆଜି ମୋ ଉପରେ ବହୁତ ରାଗିଥାନ୍ତା। ବଞ୍ଚାଅ, ବଞ୍ଚାଅ, ମତେ ବଞ୍ଚାଅ। ଆରେ, ଏ ସ୍ୱର କାହାର? ଲାଗୁଛି କିଏ ଗୋଟେ ବିପଦରେ ପଡ଼ିଛି। ଯାଏ, ମୁଁ ଯାଇକି ଦେଖେ। ଏମିତି କହି ରାଜୁ ସ୍ୱର ଆସୁଥିବା ଜାଗାକୁ ଗଲା। ସେ ଦେଖିଲା ଗୋଟେ ପରୀଟେ ଗୁଡିଆଣୀ ଜାଲରେ ପଡ଼ିକି ଛଟପଟ ହଉଛି। ଆରେ ଚଢ଼େଇ, ମତେ ରକ୍ଷା କର। ତୁ ମତେ ଯାହା ବି ମାଗିବୁ ମୁଁ ତତେ ସବୁ କିଛି ଦେବି, ହେଲେ ମତେ ଏଠୁ ବାହାର କର। ରାଜୁ ସେ ପରୀକୁ ଯେମିତି ଗୁଡିଆଣୀ ବସାରୁ ବାହାର କଲା, ପରୀର ସବୁ ଶକ୍ତି ଫେରି ଆସିଲା। ମୁଁ ତମ ବିଷୟରେ ସବୁ କିଛି ଜାଣିଛି। ତମେ ବହୁତ ଭଲ, ଆଉ ତମେ ତମ ପୁଅ ପାଇଁ ବାଇଗଣ ନବ ନା? ତାହେଲେ ଏଇ ନିଅ ବାଇଗଣ। ଏମିତି କହି ପରୀ ନିଜ ଯାଦୁର ବାଡ଼ିକୁ ବୁଲେଇବାକୁ ଲାଗିଲା, ଆଉ ରାଜୁକୁ ଗୋଟେ ପୁଟୁଳିଟେ ଦେଲା। ପରୀ, ଏଥିରେ କ'ଣ ଅଛି? ଏଥିରେ କ'ଣ କିଛି ଖାଇବା ଜିନିଷ ଅଛି କି? ନା ନା, ଏଥିରେ ଖାଇବା ନାହିଁ। ଏଥିରେ ବାଇଗଣର ମଞ୍ଜି ଅଛି। ଗୋଟେ ନାଲି ରଙ୍ଗର ବାଇଗଣ, ଗୋଟେ ହଳଦିଆ ରଙ୍ଗର ବାଇଗଣ, ଆଉ ଗୋଟେ ନେଳି ରଙ୍ଗର ବାଇଗଣ ଅଛି। ତମେ ଯୋଉ ରଙ୍ଗର ବାଇଗଣ ଖାଇବାକୁ ଚାହୁଁଛ ତାହା ଖାଇପାରିବ। ହେଲେ ଚଢ଼େଇ, ନାଲି ରଙ୍ଗର ବାଇଗଣ କେବଳ ସେଇ ଚଢ଼େଇ ଖାଇପାରିବ ଯିଏ କାହାର ଖରାପ ହିଁ କରିନଥିବ। ଯଦି କୋଉ ଖରାପ ପକ୍ଷୀ ନାଲି ରଙ୍ଗର ବାଇଗଣ ଖାଇବ ତାହେଲେ ସେ ବହୁତ କମଜୋର ହୋଇଯିବ ଆଉ ପଥର ପାଲଟିଯିବ। ଏମିତି କହି ପରୀ ଗାୟବ ହୋଇଗଲା। ରାଜୁ ସେ ଯାଦୁର ମଞ୍ଜିକି ନେଇ ନିଜ ଘରକୁ ଫେରିଗଲା। ଘରକୁ ଯାଇକି ବାଇଗଣ ମଞ୍ଜିକୁ ନେଇ ତା ବାରିରେ ଲଗାଇଦେଲା, ଆଉ ନିଜ ଘରକୁ ଚାଲିଗଲା। ବାପା, ତମେ ଆମ ବାରିରେ କ'ଣ ଲଗାଉଥିଲ? ଆଉ ମୁଁ ଯୋଉ ତମକୁ ବାଇଗଣ ପାଇଁ କହିଥିଲି ସେ ବାଇଗଣ ସବୁ କାହିଁ? ତାପରେ ରାଜୁ ସାଙ୍ଗରେ ଯାହା ସବୁ ହେଇଥିଲା ସେ ତା ପୁଅକୁ କହିଲା। ହେଲେ ବାପା, ସତରେ କ'ଣ ସେଥିରେ 3 ରଙ୍ଗର ବାଇଗଣ ଫଳିବ? ହଁ ପୁଅ, କାରଣ ପରୀମାନେ କେବେ ବି ମିଛ କୁହନ୍ତିନି। ଏମିତି କଥା ହେଇ ହେଇ ସେ ବାପ ପୁଅ ଶୋଇପଡ଼ିଲେ। ସକାଳ ହୋଇଗଲା। କୁକୁ ଆଉ ତା ବାପା ତାଙ୍କ ବାରିକୁ ଗଲେ, ଆଉ ନିଜ ସାମ୍ନାରେ ବଡ଼ ବଡ଼ ବାଇଗଣ ଗଛ ଦେଖିକି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ବାପା, ଦେଖ, ସେ ପରୀ ଯାହା କହୁଥିଲା ସବୁ ସତ ହେଲା। ହଁ ପୁଅ, ହେଲେ ମନେ ରଖିଥିବୁ, ନାଲି ରଙ୍ଗର ବାଇଗଣ କେବଳ ସେଇ ଚଢ଼େଇ ଖାଇପାରିବ ଯିଏ କେବେ ବି କିଛି ଖରାପ କାମ କରିନଥିବ। ହେଲେ ବାପା, ତମେ ତ କେବେ ବି କୋଉ ଖରାପ କାମ କରିନ। ହଁ ପୁଅ, ସେଇଥିପାଇଁ ତ ଆମେ ଯେକୌଣସି ରଙ୍ଗର ବାଇଗଣ ଖାଇପାରିବା। ତାପରେ ସେ ବାପ ପୁଅ 3ଟି ଯାକ ଗଛରୁ ମିଠା ମିଠା ସ୍ୱାଦିଷ୍ଟ ଆଉ ରଙ୍ଗ ବେରଙ୍ଗର ବାଇଗଣ ଛିଡ଼େଇକି ଖାଇଲେ। ପୁଅ, ତୋ ମାମୁଁ ଶୁଆ ବି ଭୋକିଲା ଥିବ। ଯାଇକି ଏ ବାଇଗଣ ଶୁଆ ମାମୁଁକୁ ଦେଇ ଆସେ। ହେଲେ ବାପା, ଏ ହଳଦିଆ ରଙ୍ଗର ବାଇଗଣ ଦିଅ। ହେଇଥାଇପାରେ କି ଶୁଆ ମାମୁଁ କେତେବେଳେ କାଳେ ଖରାପ କାମ କରିଥିବେ। ଏମିତି କୁକୁ ହଳଦିଆ ରଙ୍ଗର ବାଇଗଣ ନେଇକି ଶୁଆ ମାମୁଁକୁ ଦବାକୁ ଗଲା। କୁକୁ, ଏତେ ସ୍ୱାଦିଷ୍ଟ ଆଉ ମିଠା ବାଇଗଣ ମୁଁ କେବେ ବି ଖାଇନି। ମାମୁଁ, ଇଏ ଯାଦୁର ବାଇଗଣ, ସେଇଥିପାଇଁ ଇଏ ବହୁତ ସ୍ୱାଦିଷ୍ଟ ଲାଗୁଛି। ପାରା ବି ଯାଉ ଯାଉ ରାଜୁ ପାଖରେ ପହଞ୍ଚିଗଲା। ରାଜୁ, ଏ ବାଇଗଣ ଗଛ ତ କାଲି ଏଠି ନଥିଲା। ୟାକୁ ଆମକୁ ଗୋଟେ ପରୀଟେ ଦେଇଛି। ତାକୁ ଆମେ ସାହାଯ୍ୟ କରିଥିଲୁ ତ, ସେଇଥିପାଇଁ। ଏଇ ନିଅ, ତମେ ବି ଏ ସ୍ୱାଦିଷ୍ଟ ବାଇଗଣ ଖାଅ। ତମ ଇଚ୍ଛା ଯେତେ ହବ ତମେ ସେତେ ଖାଇପାରିବ। ମୁଁ ତ ଏ ନାଲି ବାଇଗଣ ଖାଇବି। ଏ ମତେ ବହୁତ ସ୍ୱାଦିଷ୍ଟ ଦେଖାଯାଉଛି।
ହେଲେ ନାଲି ବାଇଗଣ କେବଳ ସେଇମାନେ ହିଁ ଖାଇପାରିବେ ଯିଏ କେବେ ବି ଖରାପ କାମ କରିନଥିବ। ନାଇଲୋ ବାପ, ମୁଁ ଆକୁ ଖାଇବିନି, କାରଣ ମୁଁ ଗୋଟେ ଥର ଚୋରି କରିଥିଲି। ମୋର ଆଜି ବି ମନେ ଅଛି, ମୁଁ ଏ ହଳଦିଆ ବାଇଗଣ ହିଁ ଖାଇବି। ପାରା ହଳଦିଆ ରଙ୍ଗର ବାଇଗଣ ନେଇକି ଗଲା। ଏକଥା କାଳୁ କାଉ ଆଉ ଗୋରି କାଉ ପାଖରେ ପହଞ୍ଚିଗଲା। ସେ ଚଢ଼େଇ ରଙ୍ଗ ବେରଙ୍ଗର ବାଇଗଣ ଖାଉଛି, ଆଉ କାଳୁ ତମ ସ୍ତ୍ରୀ ଏଠି ଭୋକରେ ବସିଛି। ତାର ତ କିଛି ନା କିଛି କରିବାକୁ ପଡ଼ିବ। ମୁଁ ଏବେ ଯାଇ ସେ ଚଢ଼େଇଠୁ ବାଇଗଣ ଗଛ ନେଇକି ଆସୁଛି। ନା କାଳୁ, ତାକୁ ସେଠାରୁ ତଳିବାକୁ ପଡ଼ିବ। ମୁଁ ସେ ବାଇଗଣ ଗଛ ହିଁ ନେବାକୁ ଚାହୁଁଛି। ତାପରେ କାଳୁ କାଉ ଆଉ ଗୋରି କାଉ ରାଜୁ ପାଖକୁ ଗଲେ। ଗୋରି ଭଉଣୀ, କ'ଣ ତମେ ବି ଏ ବାଇଗଣ ପାଇଁ ଆସିଛ? ନା ରାଜୁ, ଆମ ପାଖରେ ତ ବହୁତ ସାରା ଖାଇବା ଅଛି। ମୁଁ ତ ତମକୁ ଏକଥା କହିବାକୁ ଆସିଥିଲି କି ପାହାଡ଼ ପାଖରେ ପାରା ଆଉ ଶୁଆ ଦୁଇ ଜଣଙ୍କ ଭିତରେ ଝଗଡ଼ା ହେଇଯାଇଛି। ସେ ଦୁହେଁ ଦୁଇ ଜଣଙ୍କ ଭିତରେ ଝଗଡ଼ା କରିକି ମରାମରି ହେଉଛନ୍ତି। କୁକୁ, ତୁ ଏଠି ଆମ ବାଇଗଣ ଗଛ ପାଖରେ ବସିଥା। ମୁଁ ଏବେ ଯିବି ଆଉ ଏବେ ଆସିବି। ରାଜୁ ସେଠାରୁ ଚାଲିଗଲା। ଏବେଠୁ ଏ ଗଛ ସବୁ ଆମର। କ'ଣ ହେଲେ ମାଉସୀ, ଏ ଯାଦୁର ବାଇଗଣ ଗଛ ତ ଆମର। ଏସବୁ ତମର ଥିଲା, ହେଲେ ଏବେ ଏସବୁ ଆମର। ତୁ ଏଠୁ ଭଲରେ ଭଲରେ ଯିବୁ ନା ଏ ଯୋଉ ବାଡ଼ି ଦେଖୁନୁ ସେଇଥିରେ ଗୋଟେ ଦେବି। କୁକୁ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଗୋରି ଆଉ କାଳୁ ମଜାରେ ହଳଦିଆ ରଙ୍ଗର ବାଇଗଣ ଖାଇଲେ। ରାଜୁ ରାସ୍ତାରେ ଶୁଆକୁ ଦେଖିଲା। ଶୁଆ, ତୁ ପାରା ଭାଇଙ୍କ ସହିତ ଝଗଡ଼ା କ'ଣ ପାଇଁ କରିଛୁ? ନା, ତମେ ଏ କ'ଣ କହୁଛ? ମୁଁ ପାରା ସହିତ କ'ଣ ପାଇଁ ଝଗଡ଼ା କରିବି? ସେ ତ ମୋର ବହୁତ ପୁରୁଣା ଦିନର ସାଙ୍ଗ। ଆମେ ଦୁଇ ଜଣ ତ ଏବେ ନଈ କୂଳରେ ବସିକି ବାଇଗଣ ଖାଇକି ଆସିଲୁ। ପଛରେ କାନ୍ଦି କାନ୍ଦି କୁକୁ ବି ସେଠାରେ ପହଞ୍ଚିଗଲା। ବାପା, ସେ ଖରାପ କାଉମାନେ ମତେ ବି ସେଠାରୁ ବାହାର କରିଦେଲେ। ସେମାନେ କହୁଛନ୍ତି ଏବେ ସେ ଯାଦୁର ବାଇଗଣ ଗଛ ତ ତାଙ୍କର। ଏବେ ଯାଇକି ମୁଁ ବୁଝିପାରିଲି ସେମାନେ ମତେ ମିଛ କଥା କ'ଣ ପାଇଁ କହିଲେ। କୁକୁ, ତୁ ଜମା ବି ଚିନ୍ତା କରନି, ମୁଁ ଏବେ ସେମାନଙ୍କ ପାଖକୁ ଯାଉଛି। ତାପରେ ସେ ବାପ ପୁଅ ସେଠାକୁ ଆସିଲେ। ତମେ ଦୁଇ ଜଣ ପୁଣି ଆସିଗଲ? ହଉ, କାନ ଖୋଲିକି ଶୁଣି ରଖ ରାଜୁ, ଏବେ ବାଇଗଣ ଗଛ ସବୁ ଆମର। ହଁ ଗୋରି, ଏ ବାଇଗଣ ଗଛ ତମରି। ହେଲେ ମୁଁ ତ ତମକୁ ଗୋଟେ କଥା କହିବାକୁ ଆସିଛି, ଏ ନାଲି ରଙ୍ଗର ବାଇଗଣ ଖାଇବନି। ଇଏ ବହୁତ ସ୍ୱାଦିଷ୍ଟ ଆଉ ମିଠା ବାଇଗଣ, ତାକୁ ତ ମୁଁ ହିଁ ଖାଇବି। ଦେଖିବା ତମେ ଏ ବାଇଗଣ କେମିତି ଖାଉଛ। ମୁଁ ଏ ଗଛରୁ ଗୋଟେ ବି ବାଇଗଣ ତମକୁ ଦେବିନି। ଏମିତି କହିକି ଗୋରି ସେ ଗଛରୁ ନାଲି ବାଇଗଣ ଛିଣ୍ଡାଇ ଦେଲା। ମତେ ବି ଦିଅ ଗୋରି, ମତେ ବି ଦିଅ। ମୁଁ ଏ ନାଲି ରଙ୍ଗର ବାଇଗଣ ଖାଇକି ଦେଖେ ଇଏ କେମିତି ଲାଗୁଛି। ତାପରେ ଗୋରି ଆଉ କାଳୁ ସେ ନାଲି ରଙ୍ଗର ବାଇଗଣ ଖାଇବାକୁ ଲାଗିଲେ। ବାଇଗଣ ଖାଇବାର କିଛି ସମୟ ପରେ କାଳୁ ଆଉ ଗୋରି ପଥରରେ ପରିଣତ ହୋଇଗଲେ, କାରଣ ସେମାନେ ସବୁବେଳେ ଅନ୍ୟକୁ ହଇରାଣ କରୁଥିଲେ ଆଉ ଚୋରି ବି କରୁଥିଲେ। ଜଙ୍ଗଲରେ ଚଢ଼େଇମାନେ ଗଣେଶ ଚତୁର୍ଥୀ ବହୁତ ଧୁମଧାମରେ ପାଳନ କରୁଥିଲେ। ସବୁ ଜାଗାମାନଙ୍କରେ ସବୁ ଘର, ସବୁ ମନ୍ଦିର ସଜାସଜି ହୋଇଥିଲା। ଭଗବାନ ଶ୍ରୀ ଗଣେଶଙ୍କ ଗଣେଶ ଚତୁର୍ଥୀ ପାଇଁ ସବୁ ଚଢ଼େଇମାନେ ନିଜ ନିଜ ବନ୍ଦୋବସ୍ତରେ ଲାଗି ପଡ଼ିଥିଲେ। କୈଳାସ ଲୋକରେ ବିରାଜମାନ କରିଥିବା ଭଗବାନ ଶ୍ରୀ ଗଣେଶ ଆଉ ତାଙ୍କ ବାହନ ମୂଷିକ ରାଜା ଏସବୁ ଦୃଶ୍ୟ ଦେଖିକି ବହୁତ ଖୁସି ହୋଇଗଲେ। ପ୍ରଭୁ, ଏତେ ସଜବାଜ ହୋଇକି କୁଆଡ଼େ ଯାଉଛନ୍ତି? ଆଜି ମୋର ଜନ୍ମଦିନ। ଜଙ୍ଗଲରେ ଚଢ଼େଇମାନେ ମୋ ଜନ୍ମଦିନକୁ କେତେ ଧୁମଧାମରେ ପାଳନ କରୁଛନ୍ତି। ମୁଁ ମନେ ମନେ ଭାବୁଛି ଆଜି ମୁଁ ମୋ ଭକ୍ତମାନଙ୍କର ପରୀକ୍ଷା ନେବି। ସେଇଥିପାଇଁ ପୃଥିବୀ ପୃଷ୍ଠକୁ ବୁଲିବାକୁ ଯାଉଛି। ପ୍ରଭୁ, ମୁଁ ବି ତମ ସାଙ୍ଗରେ ଯିବି। ତମେ ନ ଗଲେ କ'ଣ ହବ? ତମ ବିନା ମୁଁ କେମିତି ଯାଇପାରିବି? ଚାଲ, ଏବେ ତମେ ବି ବାହାରି ପଡ଼। ପ୍ରଭୁ, ତମେ କ'ଣ ଜାଣିଛ? ଗଣେଶ ଚତୁର୍ଥୀରେ ଚଢ଼େଇମାନେ ତମର ଛୋଟ ଛୋଟ ପିଲା ରୂପରେ ପୂଜା କରୁଛନ୍ତି। ସେଇଥିପାଇଁ ଏଇ ରୂପରେ ନୁହେଁ, ଆମେ ତାଙ୍କ ରୂପରେ ଯିବା। ମୂଷିକ ରାଜା ଆଉ ଶ୍ରୀ ଗଣେଶ ଦୁଇ ଜଣ ହିଁ ପୃଥିବୀ ପୃଷ୍ଠକୁ ଯିବାକୁ ବାହାରିଲେ। ସେ ଦୁହେଁ ଚଢ଼େଇ ରୂପ ଧାରଣ କଲେ ଆଉ ପୃଥିବୀ ପୃଷ୍ଠରେ ପହଞ୍ଚିଗଲେ। ବୁଲି ବୁଲି ସେମାନେ ଗୋଟେ ଜଙ୍ଗଲରେ ପହଞ୍ଚିଲେ। ସେଠି ସବୁ ଜାଗାରେ ଗଣେଶ ଚତୁର୍ଥୀ ଚାଲିଥିଲା। ପ୍ରଭୁ, ମତେ ତ ବହୁ ଜୋରେ ଭୋକ ଲାଗିଲାଣି। ଚାଲ କୁଆଡ଼େ ଯାଇକି କୋଉଠି ଭଲ ଭଲ ଖାଦ୍ୟ ଖାଇବା। ହଁ, ମତେ ବି ବହୁ ଜୋରେ ଭୋକ ଲାଗିଲାଣି। ଚାଲ ସେ ସାମ୍ନାରେ ଦେଖାଯାଉଥିବା ସେ ଘରକୁ ଯିବା। ଲାଗୁଛି
ସେଠି ଗଣେଶ ଚତୁର୍ଥୀ ପାଇଁ ବହୁତ ଭଲ ଭଲ ଖାଇବା ହୋଇଛି। ହଁ ହଁ, ଚାଲ ପ୍ରଭୁ, ଜଲ୍ଦି ଚାଲ। ଆରେ ଆରେ, ଇଏ ତମେ କୁଆଡ଼େ ଚାଲି ଆସୁଛ? ଚାଲ ଚାଲ, ବାହାରକୁ ଯାଅ। ଜଣା ନାହିଁ କୋଉଠୁ ଚାଲି ଆସୁଛନ୍ତି। ମୁଁ ଭଗବାନ ଶ୍ରୀ ଗଣେଶଙ୍କ ପାଇଁ ଭୋଗ ତିଆରି କରୁଛି। ତମେମାନେ କ'ଣ ପାଇଁ ଆସିଛ? ଆମକୁ ବହୁତ ଜୋରେ ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ। ଏଠି ତ ମୋ ଫେଭରେଟ୍ ଲଡ଼ୁ ଅଛି। ଆରେ କ'ଣ ହେଲା ଗୋରି? ଆଳତି କରିବାର ସମୟ ହୋଇଗଲାଣି, ଭିତରକୁ ଆସ। ବାହାରେ କ'ଣ ପାଇଁ ଛିଡ଼ା ହେଇଛ? ହଁ ହଁ, ଆସୁଛି। ତମେମାନେ ଏଥର ଏଠୁ ଯାଅ। ପ୍ରଭୁ, ଇଏ ତ ଦୁଆର ବନ୍ଦ କରିଦେଲେ। ଏବେ ଆମେ କ'ଣ କରିବା? ଆମକୁ ତ ବହୁତ ଜୋରେ ଭୋକ ଲାଗିଲାଣି। ଇଏ କେମିତି କଥା ପ୍ରଭୁ? ତମର ଜନ୍ମଦିନ ହେଉଛି, ହେଲେ ତମକୁ କିଛି ବି ଖାଇବାକୁ ମିଳୁନି। ଆରେ ମୂଷିକ ରାଜା, ସେମାନେ କ'ଣ ଜାଣିଛନ୍ତି କି ମୁଁ ସତରେ ଗଣେଶ ବୋଲି? ଇଏ ତ ମୋତେ ଗୋଟେ ସାଧାରଣ ଚଢ଼େଇ ବୋଲି ଭାବୁଛନ୍ତି। କିଛି କଥା ନାହିଁ, କିଏ ତ ଜଣେ ଥିବ ଯିଏକି ଆମକୁ ଏଇ ରୂପରେ ଦେଖିକି ଖାଇବାକୁ ଦବ। ଚାଲ ଆଉ କୋଉଠିକି ଯାଇକି ଦେଖିବା। ମୂଷିକ ରାଜା ଆଉ ଶ୍ରୀ ଗଣେଶ ଅନ୍ୟ ଜାଗାକୁ ଗଲେ, ହେଲେ ସେଠି ବି ଆରତି ଆଉ ପୂଜା ଚାଲିଥିଲା। କୋଉଠି ବି କିଛି ବି ସେମାନଙ୍କୁ ଖାଇବାକୁ ମିଳିଲାନି। ସେମାନେ ଚାଲି ଚାଲି ଥକିଗଲେ। ଚଢ଼େଇ ରୂପ ନେଇଛେ, ତାହେଲେ ଆମକୁ ତ ଏତିକି ଭୋକ ସହିବାକୁ ପଡ଼ିବ। ଶେଷ ଥର ପାଇଁ ବାସ୍ ଆଉ ଗୋଟିଏ ଦୁଆର ବାଡ଼େଇବା। ଯଦି ଏଠି ମିଳିଲାନି, ତାହେଲେ ଆମେ କୈଳାସ ଲୋକକୁ ଫେରିଯିବା। ଠିକ୍ ଅଛି ପ୍ରଭୁ, ସାମ୍ନାରେ ଗୋଟେ ଘର ଦେଖାଯାଉଛି। ଚାଲ ଆମେ ସେଇ ଘରକୁ ଯିବା। ତୁ ଯଦି ଜାଣିଥିଲୁ ମନ୍ଦିରରେ ଲଡ଼ୁ ପ୍ରସାଦ ବଣ୍ଟା ହେଉଛି, ତାହେଲେ ଆଉ କିଛି ସମୟ ରହିଯାଇଥାନ୍ତୁ। ମା, ମନ୍ଦିରରେ ବହୁତ ଭିଡ଼ ଥିଲା। ବହୁତ କଷ୍ଟରେ ମୁଁ ସେଠୁ ଆସିଛି। ବାସ୍ ଅଳ୍ପ ପ୍ରସାଦ ଆଣିଛି। ଆରେ ମା, ଖାଇଦିଅ ନା। ଏମିତିରେ ବି ଲଡ଼ୁ ଖାଇବାର ବହୁତ ଦିନ ହୋଇଗଲାଣି। କାମ କରି କରି ହାତ ଆଉ ହାତ ହୋଇକି ନାହିଁ। ଆଉ ଆମର ବି ଏମିତି ଭାଗ୍ୟ ନାହିଁ ନା ଆମେ ଡେଲି ଡେଲି ଲଡ଼ୁ ଖାଇପାରିବା। ମା, ଆମକୁ ବହୁତ ଜୋରେ ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ। ଇଏ ଦେଖ, ପ୍ରଥମରୁ ହିଁ ଅଳ୍ପ ଲଡ଼ୁ ଅଛି, ଆଉ ସେଥିରେ ବି ଏ ପିଲାଗୁଡ଼ାକ ମାଗିବାକୁ ଆସିଗଲେ। କିଛି ନାହିଁ ଏଠି, ଚାଲ ଯାଅ ଏଠୁ। ରୁହ ମା, ମୁଁ ଦୁଆର ବନ୍ଦ କରିକି ଆସୁଛି। ଶୁଣ, ଆଜି ଗଣେଶ ଚତୁର୍ଥୀ, ଭଗବାନ ଶ୍ରୀ ଗଣେଶଙ୍କ ଜନ୍ମଦିନ। ଲାଗୁଛି ଏମାନଙ୍କୁ ବହୁତ ଜୋରେ ଭୋକ ଲାଗୁଛି। କିଛି ଲଡ଼ୁ ଅଛି ମୋ ପାଖରେ, ମୁଁ ଏ ଲଡ଼ୁ ନେଇକି ସେମାନଙ୍କୁ ଦେଇଦଉଛି। ଦୁଆର ମୁହଁରୁ ପିଲାମାନଙ୍କୁ ଏତେ ଭୋକିଲାରେ ଫେରେଇବାକୁ ମୋତେ ଟିକେ ବି ଭଲ ଲାଗୁନି। ଏମାନେ ଭୋକରେ ଥାଇ ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି। ମୋତେ ଏମାନଙ୍କ ପାଇଁ କିଛି ଗୋଟେ କରିବାକୁ ପଡ଼ିବ। ହଁ ପ୍ରଭୁ, ଦେଖ, ଏମାନେ ନିଜର ସବୁ ଲଡ଼ୁକୁ ଆମକୁ ଦେଇଦେଲେ। ତମେ ଦୁଇ ଜଣ ଯାକ ବୋଧେ ପାଗଳ ହେଇଯାଇଛ। ନିଜ ନିଜ ଲଡ଼ୁ ଏ ପିଲାମାନଙ୍କୁ କ'ଣ ପାଇଁ ଦଉଛ? ଏତେ କଷ୍ଟରେ ତ ଅଳ୍ପ କିଛି ପ୍ରସାଦ ଆମକୁ ମିଳିଥିଲା। ଏବେ ତମେ ଦୁଇ ଜଣ ଯାକ କାନ ଖୋଲିକି ଶୁଣ, ମୁଁ ମୋ ଲଡ଼ୁରୁ ଟିକେ ବି କାହାକୁ ଦେବିନି। ଏଇ ନିଅ ପିଲାମାନେ, ଅଧିକ ତ ନାହିଁ, ଅଳ୍ପ ଲଡ଼ୁ ଅଛି। ୟାକୁ ତମେମାନେ ଖାଇଦିଅ। ବାସ୍ ଏତିକି ଲଡ଼ୁ? ଏଥିରେ ତ ଆମ ପେଟ ପୂରିବନି। ଗୋଟେ କାମ କର, ଆଉ ଅଳ୍ପ କିଛି ଲଡ଼ୁ ନେଇ ଆସ। ମା, ତମ ଲଡ଼ୁରୁ ଗୋଟେ ଦେଇଦିଅ ନା। ଆଜି ଏମିତିରେ ବି ଭଗବାନ ଶ୍ରୀ ଗଣେଶଙ୍କର ଜନ୍ମଦିନ। ଆମେ ବି ତ ଖାଇନୁ ନା, ଆମେ ବି ସେମାନଙ୍କୁ ଦେଇଦେଲୁ। ଏବେ ଆଉ କ'ଣ କରିବି? ତମେମାନେ ଏତେ କରି କହିଲଣି ତ ମୁଁ ଦେଇଦଉଛି। ଇଏ ନିଅ, ମୋ ଲଡ଼ୁରୁ ବି ଗୋଟେ ନେଇଯାଅ। ଚଢ଼େଇର ପରିବାରର ସମସ୍ତଙ୍କ ବିଚାରକୁ ଦେଖି ଶ୍ରୀ ଗଣେଶ ଆଉ ମୂଷିକ ରାଜା ମନେ ମନେ କଥା ହେଲେ। ପ୍ରଭୁ, ଇଏ ତ ବହୁତ କମ୍ ଲଡ଼ୁ। କିଛି କର, ସମସ୍ତଙ୍କର ତ ଲଡ଼ୁ ଖାଇବାର ମନ ଅଛି। ଯଦି ଆମେ ସବୁ ଲଡ଼ୁ ଖାଇଦେବା, ତାହେଲେ ସେମାନେ ସମସ୍ତେ କ'ଣ ଖାଇବେ? ଚିନ୍ତା କରନି ମୂଷିକ ରାଜା, ଏ ପରିବାରର ସଦସ୍ୟ ଭୋକିଲା ରହିବେନି। ଏତେ ଖୁସିରେ ମୁଁ ଲଡ଼ୁ ଖାଉଥିଲି, ସବୁ ଏ ପିଲାମାନଙ୍କୁ ଦେଇଦେଲି। କ'ଣ କରିବା ଆଉ? ଜେଜେମା, ଲଡ଼ୁ ଖାଇବ? ଦେଖ, ଏ ପିଲା ମୋର ମଜାକ ଉଡ଼ଉଛି। ଆରେ, ଆମେ ତ ତତେ ସବୁ ଲଡ଼ୁ ଖାଇବାକୁ ଦେଲୁ, ଆଉ କ'ଣ ଅଛି ଯେ ଆମେ ଖାଇବୁ? ଜେଜେମା, ଆଜି ଗଣେଶଙ୍କର ଜନ୍ମଦିନ। ଗଣେଶଙ୍କୁ ଯଦି ତମେ ତମ ଖାଇବା ଦେଇପାରୁଛ, ତାହେଲେ ଗଣେଶ କ'ଣ ପାଇଁ ଦେଇପାରିବେନି? ଏବେ ଟିକେ ରୁହ, ମୁଁ ତମକୁ ବହୁତ ସାରା ଲଡ଼ୁ ଦଉଛି। ଘରେ ଯେତେ ବି ଜାଗା ଅଛି ସେସବୁକୁ ତୁମେ ନେଇ ଆସ। ବୋହୁ, ଏବେ ଏ ଛୋଟ ପିଲାଟା ବହୁତ ମଜା କରିଦେଲା। ଏମିତିରେ ବି ଏସବୁ ପାଇଁ ମୋତେ ବହୁତ ରାଗ ଲାଗୁଛି। କେବଳ ତୋ ପାଇଁ ଚୁପ୍ ହେଇକି ଅଛି, ନହେଲେ ମୁଁ କେବେଠୁ ଏମାନଙ୍କୁ ତଡ଼ି ଦେଇଥାନ୍ତି। ଏଇ ନିଅ ପିଲେ, ଜଣା ନାହିଁ ତମେମାନେ ଆମ ସହିତ ଆଜି କି ଖେଳ ଖେଳୁଛ। ଚଢ଼େଇ ଖାଲି ଜାଗା ଥୋଉଥିଲା, ଆଉ ଶ୍ରୀ ଗଣେଶ ସବୁ ଜାଗାରେ ଲଡ଼ୁ ଭର୍ତ୍ତି କରିଦେଉଥିଲେ।
ଦେଖୁ ଦେଖୁ ସବୁ ଜାଗାରେ ଲଡ଼ୁ ଫୁଲ ହୋଇଗଲା। ଏମିତି ଚମତ୍କାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବୋହୂ, ଆମର ତ ଭାଗ୍ୟ ଖୋଲିଗଲା। ଇଏ ତ ସାକ୍ଷାତ ଶ୍ରୀ ଗଣେଶ ପୃଥିବୀ ପୃଷ୍ଠରେ ପାଦ ଦେଇଛନ୍ତି। ହଁ ହଁ ମା, ପ୍ରଭୁ ମହାଦେବଙ୍କ ନନ୍ଦନ ଶ୍ରୀ ଗଣେଶ ଆମ ଘରକୁ ଆସିଛନ୍ତି। ହେ ପ୍ରଭୁ, ଆପଣଙ୍କ ରୂପ ଦେଖାଅ, ଆମକୁ ଦର୍ଶନ ଦିଅ ପ୍ରଭୁ। ସମସ୍ତଙ୍କର ପ୍ରାର୍ଥନା ଶୁଣିକି ଶ୍ରୀ ଗଣେଶ ଆଉ ମୂଷିକ ରାଜା ନିଜ ନିଜ ରୂପକୁ ଫେରି ଆସିଲେ। ଏତେ ସୁନ୍ଦର ଦୃଶ୍ୟ ଦେଖିକି ଟିକି ଆଉ ତା ପରିବାରର ସମସ୍ତେ ବହୁତ ଖୁସି ହେଲେ। ମା, ଏଇଟା ହେଉଛି ସତ। ଯେକୌଣସି ବି ଭକ୍ତ ନିଜେ ଭୋକିଲା ରହିକି ଅନ୍ୟକୁ ଖାଇବାକୁ ଦିଏ, ମୁଁ ତାକୁ ନିଶ୍ଚୟ ସାହାଯ୍ୟ କରେ। ଆମେ ତ ପୃଥିବୀ ପୃଷ୍ଠକୁ ଭକ୍ତମାନଙ୍କୁ ପରୀକ୍ଷା କରିବାକୁ ଆସିଥିଲୁ, ଆଉ ଏଠି ଏତେ ଖୁସିରେ ଲଡ଼ୁ ଖାଇକି ମୋ ମନ ପୁରା ପ୍ରସନ୍ନ ହୋଇଗଲା। ପ୍ରଭୁ, ଆଜି ଆପଣଙ୍କ ଜନ୍ମଦିନ, ଆଉ ଏମାନେ ସମସ୍ତେ ଆମର ବହୁତ ସେବା କରିଛନ୍ତି। ଏମାନଙ୍କୁ ତାଙ୍କ ସେବାର ଫଳ ନିଶ୍ଚୟ ମିଳିବା ଦରକାର ପ୍ରଭୁ। ହଁ ହଁ, ନିଶ୍ଚୟ ଆମେ ଏମାନଙ୍କୁ ଏମାନଙ୍କ ସେବାର ଫଳ ନିଶ୍ଚୟ ଦେବା। ଆଉ ତାପରେ ଶ୍ରୀ ଗଣେଶ ନିଜ ଶକ୍ତି ବଳରେ ଚଢ଼େଇର ଛୋଟ ଛପର ମହଲରେ ପରିବର୍ତ୍ତନ ହୋଇଗଲା। ସେମାନଙ୍କ ଜୀବନ ପୁରା ଖୁସିରେ ପରିପୂର୍ଣ୍ଣ ହୋଇଗଲା। ଗରିବ ଆଉ ଦାରିଦ୍ରତା ଦୂର ହୋଇଗଲା। ଚଢ଼େଇ ପରିବାରର ଏପରି ଖୁସି ଦେଖିକି ଶ୍ରୀ ଗଣେଶ ଆଉ ମୂଷିକ ରାଜା କୈଳାସ ଲୋକକୁ ଫେରିଗଲେ।